କୋରାପୁଟ ଜିଲ୍ଲା ଦଶମନ୍ତପୁର ସଦର ବ୍ଲକରେ ରହିଥିବା ମଛପୁଟସ୍ଥିତ ସରକାରୀ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଓ 500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ନେଇ ଦୀର୍ଘ 13 ବର୍ଷ ଧରି ଛାତ୍ରଛାତ୍ରୀମାନଙ୍କ ସୁଖରେ ଦୁଃଖରେ ଏବଂ ସମସ୍ତ ପରିସ୍ଥିତିରେ ସାମ୍ନା କରୁଥିବା ଅତି ପ୍ରିୟ କ୍ରୀଡ଼ା ଶିକ୍ଷକ ରାମଚନ୍ଦ୍ର ଜାଲିକୁ ଆଜି ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିବା ଦେଖିବାକୁ ମିଳିଛି। ଏହି ସମ୍ବର୍ଦ୍ଧନା ସଭାକୁ ସ୍ଥାନୀୟ ପ୍ରଧାନ ଶିକ୍ଷକ ନରେନ୍ଦ୍ର ଖୋସଲାଙ୍କ ଗୁରୁତ୍ୱପୂର୍ଣ୍ଣ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମଙ୍ଗଳ ସମ୍ପ୍ରଦାୟ ଅଧିକାରୀ ପ୍ରଦୀପ କୁମାର ନାୟକ ଯୋଗ ଦେଇଥିଲେ। ତା ସହ ବିଦାୟକାଳୀନ ଶିକ୍ଷକଙ୍କୁ ମୁଖ୍ୟ ଅତିଥି ସୁପରାମର୍ଶ ଦେବା ସହ ତାଙ୍କ ଗୁଣବତ୍ତା ବିଷୟକୁ ବର୍ଣ୍ଣନା କରିଥିଲେ। ସେହିପରି ପ୍ରଧାନ ଶିକ୍ଷକ ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମଧ୍ୟ ତାଙ୍କ ଗୁଣବତ୍ତା ବିଷୟକୁ ବର୍ଣ୍ଣନା କରିଥିଲେ। ଏହି ଅବସରରେ ବିଦାୟ ଶିକ୍ଷକଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ଉପଢକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସ୍କୁଲ ସଭାପତି ଗୋପାଳ ଜାନି, ସୁରେଶ ଚନ୍ଦ୍ର ବେହେରା, ମାନସ ତ୍ରିପାଠୀ, ରାଜାକୁମାର ବିଡ଼ିକା, ଜଗନ୍ନାଥ ନାୟକ, ପଦଶଖର ଶବର, ନିହାରିକା ଖୁରା ଏବଂ ସତ୍ୟଭାମା ନାଥ ଇତ୍ୟାଦି ଉପସ୍ଥିତ ଥିଲେ। ଏହାକୁ ଅତି ସୁନ୍ଦର ଭାବେ ସଭା ଆରମ୍ଭରୁ ସଭା ଶେଷ ପର୍ଯ୍ୟନ୍ତ ବର୍ଣ୍ଣିତ କରିଥିଲେ ଶିକ୍ଷକ କୃଷ୍ଣ ସିସା। ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଖୋସଲାଙ୍କ ଦ୍ୱାରା ସଭାକୁ ସମାପ୍ତ କରାଯାଇଥିଲା। କୋରାପୁଟରୁ ତପନ ନିହାଲଙ୍କ ରିପୋର୍ଟ, A1 ଓଡ଼ିଶା।